ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ଥିବା ରେଲୱେ ସ୍ଲିପର ନିର୍ମାଣ କମ୍ପାନୀରେ ଲିଫ୍ଟ ଖସି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ୱରରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଅଘଟଣ ପରେ କାରଖାନାରେ କାମ ବନ୍ଦ କରିଛନ୍ତି କର୍ମଚାରୀମାନେ। ଶ୍ରମିକ ସୁରକ୍ଷା ଦିଗକୁ ଧ୍ୟାନ ନ ଦେଇ କାମ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ବିପଦପୂର୍ଣ୍ଣ ଭାବେ ଶ୍ରମିକମାନଙ୍କୁ କାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ। ସେପଟେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଶ୍ରମ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ କରାଯିବ। ଆସି କାମ କରୁଛନ୍ତି, ଯେତେ ଶୀଘ୍ର କାମ ସାରିବେ ଘରକୁ ଯିବେ। ଆଟାପାଟା କାମ ଲାଗିଲେ କେଇଟି ମେସିନ୍ ଖୋଜୁଛୁ, କେଇଟି ଭାଙ୍ଗି ପଡୁଛୁ, କେଇଟି ଉଳି ପଡୁଛୁ, କେଇଟି କୁଟି ଯାଉଛୁ, କିଛି ସେଗୁଡା ରିକ୍ସ କେହି ଲୋକ ନାହାନ୍ତି। ନା ଉଚ୍ଚ ପଦସ୍ଥ କେହି ନାହାନ୍ତି। ମ୍ୟାନେଜର ସାର୍ ଅଛନ୍ତି, ସୁପରଭାଇଜର 2 ଜଣ ରହନ୍ତି, 2-4 ଜଣ। ଆଉ ଏଇ ସବୁ କାମର ଅବହେଳା କାମ। ଅସୁବିଧା କଣ ମେଣ୍ଟେନାନ୍ସ ପ୍ରୋବ୍ଲେମ ଅଛି, ମେଣ୍ଟେନାନ୍ସ ଠିକ ମେଣ୍ଟେନାନ୍ସ ହଉନାହିଁ। ये प्रॉब्लम हेलमेट ଦେଇଛନ୍ତି, ଯେ ହେଲମେଟ ଦେଇଛନ୍ତି ସେ ହେଲମେଟ ପିନ୍ଧିକି ଆମେ ନହିଁକି କାମ କରୁଛୁ, ନହିଁ କାମ କରିପାରିବୁ। ଯେ ଏମିତି ଗୋଟେ ଇନସିଡେଣ୍ଟ ହେଇଛି, ଆମେ ଆସିକି କଥା ହଁ କଥା ଉପରୁ ଗୋଟେ ପଡ଼ିଯାଇଛି ମଟରଟା। ଆଉ କଣ ନାଇଁ ନାଇଁ, ଏବେ ତ ସେ ମାନେ ଇନସିଡେଣ୍ଟଠୁ ସେମାନେ କଣ ମ୍ୟାନେଜମେଣ୍ଟ ମନା କରୁଛି ସେମାନେ କାମ କରିବା ପାଇଁ, ତ ସେଥିପାଇଁ ସେମାନେ ବସୁଛନ୍ତି।